ମୋ ନାଁ ହେଲା ବିଭୁରଞ୍ଜନ ସାହୁ। ପେଶାରେ ମୁଁ ଜଣେ ଡାକ୍ତର। କୁଆରମୁଣ୍ଡା CSC ଅଣ୍ଡରରେ ଆଜିକୁ 3 ବର୍ଷ ହେଲା କାମ କରି ଆସୁଛି। ବିଗତ 18 ତାରିଖରେ ରବିବାର ଦିନ ମୁଁ ମୋ ହସ୍ପିଟାଲରୁ ଫେରୁଥିବା ସମୟରେ କିଛି କାମରୁ ଛେଁଟେ ଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ମୋର ବସ୍ ସହିତ ଗୋଟେ ଆକ୍ସିଡେଣ୍ଟ ହେଇଥିଲା। ତାପରେ ସେନ୍ସ ମୋର ତ ଯାଇନଥିଲା। ଇମିଡ଼ିଏଟଲି ମୋତେ ୱିଥ୍ ଦ ହେଲ୍ପ ଅଫ୍ ଆମ୍ବୁଲାନ୍ସ ସେମାନେ ମୋତେ ନେଇଯାଇଥିଲେ ଯେଉଁଟା ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଅଛି ଆମର ଏଇଠି। ଇମିଡ଼ିଏଟଲି ରେଫରରେ ମୁଁ ତ ପଚାରିଥିଲି କେଉଁଠିକି ମୋତେ ରେଫର କରିବାଟା ସୁବିଧା ହେବ ମୋର ଯେଉଁ ସିଚୁଏସନ୍ ନେଇକି। ସେମାନେ ଇମିଡ଼ିଏଟଲି ଆପଣଙ୍କ ପାଇଁ ଏବେ ଯେପି ସଡନ୍ ଏଇ ସିଚୁଏସନ୍ରେ ଯାଇକି ଆପଣ ସିଚୁଏସନ୍ ହିସାବରେ ଯାଇକି ଯିବାଟା ଠିକ୍ ହେବ। ଯେପି ପହଞ୍ଚିଲା ପରେ ଇମିଡ଼ିଏଟଲି ମୋତେ ରିସିଭ୍ କରି ମୋତେ ମୋର ପ୍ରାଇମେରୀ ଟ୍ରିଟମେଣ୍ଟ ସବୁ ଷ୍ଟାର୍ଟ କରିଦିଆଯାଇଥିଲା। ସନ୍ତୋଷ କୁମାର ଦାସ ସାର୍ଙ୍କର ଅଣ୍ଡରରେ ମୋ ଟ୍ରିଟମେଣ୍ଟ ଷ୍ଟାର୍ଟ ହେଲା। ତା ପରଦିନ ମୋତେ ମୋର ଅପରେସନ୍ ଷ୍ଟାର୍ଟ କରିଥିଲେ। ଆଉ ଅପରେସନ୍ ବହୁତ ଠିକ୍ ଥିଲା। ଯେହେତୁ ମୁଁ ଜେନେରାଲ ଆନେସ୍ଥେସିଆରେ ଥିଲି, ମୁଁ ତ କିଛି ଜାଣିନଥିଲି। ବାକି ଏତିକି ଫେଥ୍ ଥିଲା କି ସାର୍ଙ୍କ ଉପରେ, ସାର୍ଙ୍କର ଏକ୍ସପିରିଏନ୍ସ ଆଉ ସାର୍ଙ୍କ ନଲେଜ, ଗୁଡ୍ ବିହେଭିଅର ୱିଥ୍ ଅଲ୍ ଷ୍ଟାଫ୍। ଯେତିକି ଷ୍ଟାଫ୍ ବି ଥିଲେ ସେମାନେ ସବୁ କୋଅପରେଟିଭ୍ ଥିଲେ। ଆଉ ମୋର ଅପରେସନ୍ ସକ୍ସେସଫୁଲ୍ ରହିଲା। ତାପରେ ଇମିଡ଼ିଏଟଲି ଅପରେସନ୍ ସରିଲା ପରେ ମୁଁ ଯେତେବେଳେ ମୋର ସେନ୍ସ ଫେରି ପାରିଲି, ଆନେସ୍ଥେସିଆ ଇଫେକ୍ଟ ଗଲା ପରେ ମୋତେ ସବୁ ବତା ହେଇଗଲା, ଏହା ହେଇଥିଲା, ଏମିତି କରାହେଇଯାଇଛି। ତେବେ ଆପଣ ରେଷ୍ଟ କରନ୍ତୁ, କିଛି ଅସୁବିଧା ନାହିଁ। ସନ୍ତୋଷ ସାର୍ ବିଶ୍ୱ ସାର୍ଙ୍କ ତତ୍ତ୍ୱାବଧାନରେ ସେମାନଙ୍କର ତାଙ୍କ କଥାବାର୍ତ୍ତା, ତାଙ୍କ ବିହେଭିଅର ଆଉ ତାଙ୍କର ଗୁଡ୍ ଟ୍ରିଟମେଣ୍ଟ